ଆସିଲେ ଆଜ୍ଞା ଛୁଆ ମାନଙ୍କର ଟାଇମ ପାସ୍ କହିଲେ ନ ସରେ କିଏ କୁଆଡେ ଯାଏ କିଏ କେତେବେଳେ ଖେଳେ ଏମିତି କିଛି ଜଣା ପଡେନି। ଦେଖୁନାହାନ୍ତି ଏଇ ଛୁଆ ଘଣ୍ଟା ଘଣ୍ଟା ଖାଲି ଯାଉଛନ୍ତି ଯାତ୍ରା ପଡିଆକୁ, ଖେଳନା ବହି ନେଇ ଆସୁଛନ୍ତି, ଖେଳୁଛନ୍ତି ଅଧା ଫୋପାଡୁଛନ୍ତି ଅଧା। ୟା ଭିତରେ ଛୁଆମାନେ ବୋର ହେଇଯାଇଥିଲେ, ଦିନ 1 ବାଜି ଯାଇଥିଲା, ଏମାନେ ଦି ଭଉଣୀ ଚାଲିଲେ ଟିକେ ଦୋକାନକୁ ଟାଇମ ପାସ୍ କରିବା ପାଇଁ। ବାକି 2 ଜଣ ଅଲରେଡି ଅଛନ୍ତି ଦୋକାନରେ। ଆଉ ଯେହେତୁ ଟାଇମ ଟିକେ ମିଳିଥିଲା ମୁଁ ଭାବିଲି ମୁଁ ଯାଉଛି, ମୋର ଟିକେ ସିଲେଇ କାମ ବାକି ଥିଲା, ମାନେ ବହୁତ ଗୁଡା ବ୍ଲାଉଜ ଥିଲା, ରିପେୟାରିଂ ଥିଲା, ସବୁ ନେଇକି ପଳେଇ ଆସିଥିଲି। ଆଉ ଘର ପାଖ ଟେଲରଙ୍କ ଘରକୁ ପଳେଇ ଆସିଲି। ଆଉ ଏବେ ତାଙ୍କର ବାଡି ବଗିଚାରେ ଦେଖିକି ମତେ ଭାରି ମନ ଖୁସି ଲାଗିଲା। ଦେଖୁନାହାନ୍ତି କେଡେ ସୁନ୍ଦର ଭାବରେ ସଜେଇଛନ୍ତି, ପୁରା ଟାଉନ ଭଳିଆ। ଟିକେ ଦେଖିଦେଲି, ଆଉ ସେଠୁ ଆସିଲା ବେଳକୁ 3:30 ହେଇଯାଇଥିଲା। ପୁଅ ମତେ ଛାଡିକି ପଳେଇ ଆସିଥିଲା। ସେଠୁ ବାଟରେ ପଡିଲେ ବଡ ମାଙ୍କ ଘର। ମୁଁ ଭାବିଲି ଟିକେ ତା ସହ ଦେଖା ହେଇକି ପଳେଇବି। ଦେଖିଲା ବେଳକୁ ସେମାନେ ଶୋଇ ପଡିଥିଲେ, ଗେଟ୍ ବାଡେଇ ବାଡେଇ ଡାକିଲେ, ଶୁଭିଲାନି। ତାପରେ ପଳେଇ ଆସିଲି ଘରକୁ। ସନ୍ଧ୍ୟାର ଇଏ ହଉଛି ଦୃଶ୍ୟ। ଆଳତି ହେଲେ ତ ଆମ ଘର ଭିତରକୁ ଶୁଭୁଛି, ତେଣୁ ରହି ହଉନି ଘରେ ଆଜ୍ଞା। ତାପରେ ସେଠୁ ସମସ୍ତେ ରେଡି ହେଇକି ବାହାରି ଗଲୁ ଯାତ୍ରା ପଡିବା ପାଇଁ। ଆଳତି ଦେଖିବୁ କାହିଁକି ନା ଶେଷ ଦିନ ଆଳତି ଆଜି ଥିଲା, ତା ପରଦିନ ଭସାଣି। ଆଉ ତ ମାଙ୍କୁ ଦେଖି ହବନି, ପୁଣି 1 ବର୍ଷ ଅପେକ୍ଷା କରିବା ପାଇଁ ପଡିବ। ଆଉ ଆମର ସେ ଅଧିଷ୍ଠାତ୍ରୀ ଦେବୀ, ତାଙ୍କ ପାଖକୁ ନଗଲେ ମନ ଶାନ୍ତି ହବନି। ତ ଏମିତି ହେଇକି ଯାଇଥିଲୁ। ଏତେ ଭିଡ ହେଇଥିଲା ଯେ କିଏ କୁଆଡେ ଯାଇକି ଛିଡା ହେଇଗଲେ ମୁଁ କାହାକୁ ପାଇଲିନି। ଆଉ ମୁଁ ଖାଲି ଖୁସି ହାତ ଧରିଥିଲି। ସେତିକିରେ ପୁଷ୍ପାଞ୍ଜଳି ଦେଇ ସାରିଲା ପରେ ଫାଇନାଲି ଆସୁ ଆସୁ ବାହାରକୁ 8ଟା ପାଖାପାଖି ହେଇଯାଇଥିଲା। ୟା ଭିତରେ ପୁଣି ରୋଷେଇ ବି କରିବାର ଥିଲା, ରୁଟି ଆଉ ଚଣା ମସଲା। ସେ ଯାହା ହଉ ଏତିକି, ଆ ଭିତରେ ଆମେ ଯାତ୍ରା ପଡି କେତେବେଳେ ବୁଲିବୁ ଆମର ଭାଇଣୀ ପଡିଲା। ତ ଯେତିକି ଆମେ ସବୁ ଯାଇଥିଲୁ, ମୁଁ କହିଲି ତମେ ସବୁ ଆଇସ୍କ୍ରିମ କୁଲଫି ଯାହା ଖାଇବା କଥା ଖାଇଦିଅ, ଆଉ ଆସି ହବନି, ଟାଇମ ମିଳିଲେ ଆସିବୁ, ନହେଲେ ନାହିଁ। ଏମିତି ହେଇକିନା ସବୁ ଛୁଆମାନେ ଆଉ ଆମେ ଟିକେ ଖାଇ ଦେଇଥିଲୁ। ଆଉ ମୁଁ ଯେହେତୁ କ୍ୟାମେରା ଧରିଥିଲି, ସେଇଠି ମୁଁ ଦେଖାଯାଉନି ଆଜ୍ଞା। ଆଉ ଏତିକି ଭିତରେ ମୁଁ ଯାଇକି ସାଙ୍ଗେ ସାଙ୍ଗେ ରୁଟି ବନେଇ ଦେଇଥିଲି। ମୋ ଯାଆ ବନେଇଥିଲା କାବୁଲ ସୋଲା ଭିଜେଇଥିଲୁ ତରକାରୀ। ତାପରେ ସ୍ୱାମୀଙ୍କୁ ଫୋନ କଲି, ରାତି 10ଟା ପାଖାପାଖି ହେଲାଣି, ଆସ ଟିକେ ଫ୍ରାଏ ମାରିଦବ। ସେ କୁଆଡେ ଥିଲେ, ବଜାରରୁ ଆସିଗଲେ। ପୁଣି ଟିକେ ଫ୍ରାଏ ମାରିକି ବନିଗଲା ଆମର ଚଣା ମସଲା। ଛୁଆମାନେ ଯେ ଯାହା ଖାଇବା କଥା ଖାଇଦେଲେ। ଆଉ ବଢିଆ ଫ୍ରାଏଟା ମାରିଥିଲେ, ଭାରି ମନକୁ ପାଇଲା ସମସ୍ତଙ୍କର। ରୁଟି ଆଉ ଚଣା ମସଲା ଖାଇକି ସମସ୍ତେ ପଳେଇଲେ ନା ଯାତ୍ରା ଦେଖିବା ପାଇଁ। ଆଉ ଆମେ ଟିକେ ଘରେ ଯାଇଥିଲୁ, ମୁଁ ଆଉ ଛୋଟ ପିଲାମାନେ ପୁଣି ପଳେଇ ଆସିଲୁ ଟିକେ ବାହାରକୁ। ଆଉ ସେଇଠି ଟିକେ ଯାତ୍ରା ପଡିବ ବୁଲିଲୁ, ଆଉ କୁଲଫି ଖାଇକି ଘରକୁ ଫେରିଲୁ। ଭିଡିଓ ଭଲ ଲାଗିଲେ ଲାଇକ୍ ସେୟାର କରିବେ। ରହିଲି।